ନୂଆ ରାସନ କାର୍ଡ଼ କେବେ ମିଳିବ ଏହାକୁ ନେଇ ସମସ୍ତଙ୍କ ମନରେ ଯେଉଁ ଦ୍ୱନ୍ଦ୍ୱ ଥିଲା ତ ବର୍ତ୍ତମାନ ସମୟରେ ତାକୁ ଦୂର କରିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ତ ଏହା ଏକ ବଡ଼ ସୂଚନା ଦେଇଛନ୍ତି କି ନୂଆ ରାସନ କାର୍ଡ଼ କେବେ ମିଳିବ ଏବଂ କେଉଁମାନେ ପାଇବେ ତାହା ମଧ୍ୟ ଜଣାଇଛନ୍ତି। ସୋ ଏହି ଭିଡ଼ିଓରେ ହିଁ ଜଣାଇବି ଆପଣମାନଙ୍କୁ କି ନୂଆ ରାସନ କାର୍ଡ଼ କେଉଁମାନେ ପାଇବେ ଏବଂ କେବେ ମିଳିବ। ସୋ ଭିଡ଼ିଓକୁ ବିନା ସ୍କିପ୍ କରି ସମସ୍ତେ ଶେଷ ଯାଏଁ ଦେଖିବା ସହିତ ଭିଡ଼ିଓକୁ ଗୋଟେ ଲାଇକ୍ କରନ୍ତୁ। ଯଦି ଚ୍ୟାନେଲକୁ ନୂଆ କରି ଆସିଥିବେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନେବେ ଏବଂ ପାଖରେ ଥିବା ବେଲ୍ ଆଇକନ୍ ମଧ୍ୟ କ୍ଲିକ୍ କରିନେବେ ଆଗକୁ ଏହିପରି ଲାଟେଷ୍ଟ ଅପଡେଟ୍ ଜାଣିବା ପାଇଁ। ତ ଦେଖନ୍ତୁ କ'ଣ କୁହାଯାଇଛି ନା ଓଡ଼ିଶାରେ 2025 ଜାନୁଆରୀ ମାସରୁ ହିତାଧିକାରୀଙ୍କୁ ମିଳିବ ନୂଆ ରାସନ କାର୍ଡ଼। ତ ଯୋଗ୍ୟ ହିତାଧିକାରୀଙ୍କ ସମେତ ଅନେକ ପ୍ରବାସୀ ଓଡ଼ିଆଙ୍କୁ ମଧ୍ୟ ରାସନ କାର୍ଡ଼ ଯୋଗାଇ ଦିଆଯିବ। ଏନେଇ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି। ତ ରାଜ୍ୟରେ ନୂଆ ରାସନ କାର୍ଡ଼ ପାଇଁ 10 ଲକ୍ଷରୁ ଅଧିକ ଲୋକ ଆବେଦନ କରିଛନ୍ତି। ସେହିପରି ଜାଲ୍ ହିତାଧିକାରୀଙ୍କୁ ଚିହ୍ନଟ କରିବା ପାଇଁ ଆମେ eKYC ଯାଞ୍ଚ ଆରମ୍ଭ କରିଥିଲୁ। ତ ଗତ 4 ମାସରେ ରାଜ୍ୟରେ 1,77,000ରୁ ଅଧିକ ଭୂତ ରାସନ କାର୍ଡ଼ଧାରୀ ଚିହ୍ନଟ ହୋଇଛନ୍ତି। ତ ସେ ସମସ୍ତଙ୍କୁ ବାଦ ଦେଇ ଯୋଗ୍ୟ ହିତାଧିକାରୀଙ୍କୁ ଜାନୁଆରୀ ମାସରୁ ନୂଆ ରାସନ କାର୍ଡ଼ ମିଳିବା ଆରମ୍ଭ ହେବ। ତ କହିଛନ୍ତି କୃଷ୍ଣଚନ୍ଦ୍ର ପାତ୍ର। ସେ ଆହୁରି ମଧ୍ୟ କହିଛନ୍ତି କି ରାଜ୍ୟରେ ବର୍ତ୍ତମାନ ସୁଦ୍ଧା 50 ଲକ୍ଷରୁ ଅଧିକ ହିତାଧିକାରୀଙ୍କ eKYC ଯାଞ୍ଚ ହୋଇସାରିଲାଣି। ଏବେ ଆମେ ଅନେକ ପ୍ରବାସୀ ଓଡ଼ିଆଙ୍କୁ ମଧ୍ୟ ରାସନ କାର୍ଡ଼ ଯୋଗାଇବାକୁ ଲକ୍ଷ୍ୟ ରଖିଛୁ। ତ ଓଡ଼ିଶାରେ ପ୍ରାୟ 85 ଲକ୍ଷ ରାସନ କାର୍ଡ଼ ରହିଛି। ଏହାଦ୍ୱାରା ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଅନ୍ତର୍ଗତ 3,26 ଲକ୍ଷ ହିତାଧିକାରୀ ଉପକୃତ ହେଉଛନ୍ତି। ତେବେ ଦୀର୍ଘ ବର୍ଷ ଧରି ଯାଞ୍ଚ ହେଉନଥିବାରୁ ଅନେକ କ୍ଷେତ୍ରରେ ମୃତ ବ୍ୟକ୍ତିଙ୍କ ନାମରେ ମଧ୍ୟ ଖାଉଟି ସାମଗ୍ରୀ ବିକ୍ରି ହେଉଥିଲା, ଯାହାଫଳରେ ଅନେକ ପରିମାଣରେ ଖାଉଟି ସାମଗ୍ରୀ ବାଟମାରଣା ହେଉଥିବା ଅଭିଯୋଗ ହୋଇଆସୁଥିଲା। ତ ଏଥିରେ ରୋକ ଲଗାଇବା ପାଇଁ ରାଜ୍ୟ ସରକାର ଖାଉଟି ସୁରକ୍ଷା ଯୋଜନାରେ ପ୍ରତ୍ୟେକ ହିତାଧିକାରୀଙ୍କ ପାଇଁ eKYC ବାଧ୍ୟତାମୂଳକ କରିଛନ୍ତି।